ଏବେ ଆମେ ଆସି ପହଞ୍ଚି ଯାଇଛୁ ମେଡିକାଲ ଛକ ଉପରେ ଥିବା ନରସିଂହ ଜଣା ପୁଷ୍ପଭଣ୍ଡା। ଦେଖିପାରୁଥିବେ ଏଠି କେତେ ହାତରେ ଫୁଲ ସଜା ହେଇଛି ନୂଆ ବର୍ଷ ପାଇଁ। ଦେଖିପାରୁଥିବେ ଏଠି ମେଡିକାଲ ଛକ ଉପରେ ଥିବା ପୁରା ବଡଦାଣ୍ଡ ଉପରେ ଦୋକାନଟା ଅଛି। ଦେଖନ୍ତୁ ଏଟା କେତେ ସୁନ୍ଦର ମାନେ ଫୁଲ ସଜା ହେଇଛି। ଦେଖନ୍ତୁ ମୁଁ ଦେଖଉଛି ଆପଣଙ୍କୁ। ଦେଖିପାରୁଥିବେ ନୂଆ ବର୍ଷ ପାଇଁ ପୁରା ଫଟୋ ସୁଟ କରିବା ପାଇଁ ଜାଗାଟା କେମିତି ସଜେଇଛନ୍ତି। ନରସିଂହ ରଣା ପୁଷ୍ପ ଭଣ୍ଡାର ଏଇଟା ମେଡିକାଲ ଛକ ଉପରେ କିନା ଏଇଟା ପୁଷ୍ପ ଭଣ୍ଡାର। ଦେଖିପାରୁଥିବେ ଏଇଟା କେତେ ସୁନ୍ଦର ଭାବରେ ସଜା ହେଇଛି ଏଇଟା। ଏଇଟା ଯୋଉ ମେଡିକାଲ ଛକ ଉପରେ ଥିବା ରଣା ପୁଷ୍ପ ଭଣ୍ଡାର ପଛପଟେ ଦେଖିପାରୁଥିବେ ଏଇଟା ଯୋଉ ପୁଷ୍ପ ଭଣ୍ଡାର ରଣା ପୁଷ୍ପ ଭଣ୍ଡାର। ଏଠି ଆମେ ହାପି ନ୍ୟୁ ଇୟର ପାଇଁ ପୁରା ୱିଶ କରିବା ପାଇଁ ଫୁଲ ସଜା ହେଇଛି ଫଟୋ ସୁଟ କରିବା ପାଇଁ। ଏଇଟା ବି କେମିତି ଲାଗୁଛି ଆପଣ ମାନଙ୍କୁ ଦେଖେଇବି ମୁଁ ଆପଣଙ୍କୁ ଦେଖଉଛି ଦେଖନ୍ତୁ। ଏଇଟା ବି ଦେଖନ୍ତୁ ଏଇଟା ଆମର ରଣା ପୁଷ୍ପ ଭଣ୍ଡାର ମେଡିକାଲ ଛକ ଉପରେ କିନା ଫ୍ରଣ୍ଟରେ। ସେପଟେ ଆମର ଗୋଟେ ପୁଷ୍ପ ଭଣ୍ଡାର ଦେଖେଇଥିଲି ଆପଣଙ୍କୁ। ଏଇଟା ହଉଛି ଆଉ ଗୋଟେ। ଏଇଟା ଯୋଉ ରଣା ପୁଷ୍ପ ଭଣ୍ଡାର ଏଇଟା ପୁରା ମେଡିକାଲ ଛକ ଉପରେ କିନା। ତ ଚାଲୁନ ଯିବା ମନ୍ଦିର ଆଡେ। ମନ୍ଦିର ଆଡେ କୋଉଠି କେତେ କଣ ପୁଷ୍ପ ଭଣ୍ଡାର ଅଛି କେମିତି ସଜା ସଜି ହେଇଛି। ମନ୍ଦିର କେମିତି କଣ ନୂଆ ବର୍ଷ ପାଇଁ ସଜା ସଜି ହେଇଛି ଚାଲୁନ ଦେଖିବା ସମସ୍ତେ ଭିଡ ସହିତ ଜଡିତ ହୁଅନ୍ତୁ। ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଭିଡିଓ କେମିତି ଲାଗିଲା ଆପଣ କମେଣ୍ଟ କରି କହିବେ। ଚାଲନ୍ତୁ ଏବେ ମନ୍ଦିର ପାଖକୁ ଯିବା। ଏବେ ଆମେ ଆଉ ଟିକେ ଆଗକୁ ଆସିଲା ପରେ ଏଠି ଆମେ ବଳवंତ ଛକ ଉପରେ ଗଣେଶ ରଣା ପୁଷ୍ପ ଭଣ୍ଡାର। ଏଠି ଏଠି ବହୁତ ଭଲ ଭାବେ ଫୁଲ ସଜା ହେଇଛି ନୂଆ ବର୍ଷ ପାଇଁ। ସମସ୍ତେ ମାନେ ଏଠି ଫଟୋ ସୁଟ କରିବା ପାଇଁ ଦେଖିପାରୁଥିବେ ଏପଟେ ଫୁଲ ସଜା ହେଇଛି କେତେ ଲାଇଟ୍ ଦେଖିପାରୁଥିବେ ଏପଟେ। ଗଣେଶ ରଣା ପୁଷ୍ପ ଭଣ୍ଡାର ବଳवंତ ଛକ ଉପରେ କିନା ଏପଟେ ଦେଖନ୍ତୁ। ଏପଟେ ଭାଇ ମାନେ ଫୁଲ ସଜେଇବା ପାଇଁ ଲାଗି ପଡିଛନ୍ତି ଏପଟେ। ଏଟା ହଉଛି ବଳवंତ ଛକ। ଏଟା ବଳवंତ ଛକ ଉପରେ କିନା। ଏ ଚାଲନ୍ତୁ ଆମେ ମନ୍ଦିର ପଟକୁ ଯିବା। ମନ୍ଦିର ପଟେ କେମିତି କଣ ମନ୍ଦିର ସଜା ହେଇଛି ନୂଆ ବର୍ଷ ପାଇଁ। କେମିତି କଣ ପୁଷ୍ପ ଭଣ୍ଡାର ସେପଟେ କଣ ସଜା ସଜି ହେଇଛି। ଚାଲନ୍ତୁ ଦେଖିବା ଏବେ ଆଗକୁ ଚାଲନ୍ତୁ ଯିବା। ଏବେ ଆମେ ପହଞ୍ଚି ଯାଇଛୁ ମେଡିକାଲ ଛକ ଠି କିନା। ଦେଖିପାରୁଥିବେ କାଲି ନୂଆ ବର୍ଷ ପାଇଁ ଜଗନ୍ନାଥଙ୍କ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୂର୍ବରୁ ବାରିକେଡ ହେଇଛି ସୁବିଧା ହେଇଛି। ଦେଖିପାରୁଥିବେ ପଛପଟେ ସ୍ୱାଗତମ ଲେଖା ହେଇଛି। ଏଇ ଜାଗାରେ ହିଁ ନୂଆ ବର୍ଷ ପାଇଁ କାଲି ଯୋଉ ଭକ୍ତମାନେ ଆସିବେ ଏଇ ଜାଗାରେ ଲାଇନ କରିକି ସବୁ ମନ୍ଦିର ଭିତରକୁ ଯିବେ ଦର୍ଶନ କରିବା ପାଇଁ। ଯେମିତି ଗହଳି ଅଧିକ ନ ରହିବ ଲୋକମାନେ ଯେମିତି ଅଧିକ ଠେଲା ପେଲା ନ ହେବେ ସେଇ ସକାଶୁ ସବୁ ସୁବିଧା କରାଯାଇଛି। ସେଠୁ ଦେଖିପାରୁଥିବେ ଏପଟେ ସ୍ୱାଗତମ। ଚାଲନ୍ତୁ ମନ୍ଦିର ପାଖକୁ ଏବେ ଚାଲନ୍ତୁ ଯିବା। ଚାଲନ୍ତୁ ଦେଖିବା କେମିତି କଣ ସବୁ ବ୍ୟବସ୍ଥା ହେଇଛି କେମିତି କଣ ସଜାସଜି ହେଇଛି। ଆମେ ଆସି ପୁଣି ଏତେ ଗହଳିରେ ଦେଖିପାରୁଥିବେ କେତେ ଗହଳି ହେଇଛି। ଗାଡି ବି ଛାଡୁନି ଗୋଟେ ପଟେ ଲାଇନରେ ଗାଡି ଛାଡୁଛି। ଗୋଟେ ଲାଇନ ଯୋଉ ଗୋଟେ ଲାଇନରେ ଗାଡି ଛାଡୁଛି ସେଇ ଗୋଟେ ଲାଇନ ପୁଣି ଗାଡି ଆସୁଛି। ଏବେ ଆମେ ଆସି ଲାଷ୍ଟକୁ ମନ୍ଦିର ପାଖରେ ପହଞ୍ଚି ଗଲୁ। ଦେଖିପାରୁଥିବେ କେତେ ଲୋକ ଭିଡ ଜମା ହେଇଛନ୍ତି ମନ୍ଦିରରେ ନୂଆ ବର୍ଷକୁ ଦର୍ଶନ କରିବା ପାଇଁ। ରାତି 12ଟା ପରେ ଦର୍ଶନ କରିବା ପାଇଁ ଜଗନ୍ନାଥଙ୍କୁ କେତେ ଗହଳି ଲାଗିଛି। ଏ ଗୋଟେ ମନ୍ଦିର ବି ମଧ୍ୟ ବହୁତ ଫୁଲ ମଧ୍ୟ ସଜାସଜି ଚାଲିଛି ମଧ୍ୟ ସରିନି। ନୂଆ ବର୍ଷ ପାଇଁ ପୁରା ସଜାସଜି ଚାଲିଛି। ଏପଟେ ମଧ୍ୟ କେତେ ଭକ୍ତ ମାନେ ପୁରା ଗହଳି ଅଛି ଆପଣଙ୍କୁ ଦେଖଉଛି। ଆପଣ ଦେଖନ୍ତୁ କେତେ ଭକ୍ତ ମାନେ ନୂଆ ବର୍ଷ ପାଇଁ କି ଦର୍ଶନ କରିବା ପାଇଁ ଅନେକ ବସିଛନ୍ତି ପ୍ରଭୁଙ୍କୁ ନୂଆ ବର୍ଷ ଦର୍ଶନ କରିବା ପାଇଁ ଫାଷ୍ଟ ଦର୍ଶନ କରିବା ପାଇଁ ନୂଆ ବର୍ଷରେ। ଦେଖନ୍ତୁ ଏପଟୁ କେତେ ଭକ୍ତ ମାନେ ମଧ୍ୟ ଏଠି ଛିଡା ହେଇଛନ୍ତି ଲାଇନ ରେ ଛିଡା ହେଇଛନ୍ତି। ସଜାସଜି ଫୁଲ ହଉଛି ଏପଟେ ମଧ୍ୟ ହରିବୋଲ କହୁଛନ୍ତି ହୁଳହୁଳି ଚାଲିଛି ତାଙ୍କର ମଧ୍ୟ। ଦେଖଉଛି ଆପଣ ଭିଡିଓ ଦେଖନ୍ତୁ କେମିତି ଲାଗୁଛି ଆପଣ କମେଣ୍ଟ କରି କହିବେ। ଆପଣମାନେ ତ ଦେଖିଲେ ନୂଆ ବର୍ଷର ପ୍ରଥମ ଦିନରେ ଜଗନ୍ନାଥଙ୍କୁ କେମିତି ଦର୍ଶନ କରିବା ଲାଗି କେତେ ଭିଡ ଜମା କରିଛନ୍ତି ଭକ୍ତ ମାନେ। ଆପଣମାନେ ଦେଖିଲେ ଏଇ ଭିଡିଓ ମାଧ୍ୟମରେ। ଆପଣଙ୍କୁ କେମିତି ଲାଗିଲା ଭିଡିଓଟା ଆପଣ କମେଣ୍ଟ କରି କହିବେ। ଯୋଉମାନେ ବି ଭିଡିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଛନ୍ତି ବହୁତ ବହୁତ ଧନ୍ୟବାଦ। ଆଉ ଯୋଉମାନେ ନୂଆ ଆସି ଭିଡିଓ ଚ୍ୟାନେଲକୁ ଦେଖିଛନ୍ତି ଏଇ ଭିଡିଓକୁ ଚ୍ୟାନେଲ ସବସ୍କ୍ରାଇବ କରିଦେବେ। ରହୁଛି ବହୁତ ବହୁତ ଭଲ ପାଇବା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ରହିଲି ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।